ରାୟଗଡ଼ାରେ ଆହାର କେନ୍ଦ୍ର ବନ୍ଦ, ଆସିଲେନି ଗ୍ରାହକ। ଆହାର କେନ୍ଦ୍ରର ସାମଗ୍ରୀ ବର୍ତ୍ତମାନ ଖତ ଖାଉଛି। ଉକ୍ତ ଆହାର କେନ୍ଦ୍ରର ଦୃଶ୍ୟଗୁଡ଼ିକୁ ଟିକେ ଭଲ ଭାବରେ ନଜର ପକାନ୍ତୁ। ଗ୍ରାହକମାନେ ବସି ଖାଇବା ଚେୟାର, ଟେବୁଲ, ବିଶ୍ରାମ ନେବା ପାଇଁ ବେଡ୍ଗୁଡ଼ିକ ପଡ଼ି ରହିଛି। ସୂଚନା ଅନୁଯାୟୀ ପୂର୍ବତନ ରାଜ୍ୟ ସରକାରଙ୍କ ଯୋଜନାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ରାସ୍ତାରେ ଥିବା ଦ୍ୱିତୀୟ ଆହାର କେନ୍ଦ୍ର ଗ୍ରାହକ ନିର୍ମିତ ହୋଇଥିଲା। ଗ୍ରାହକମାନେ ଆସିଥିବାରୁ ବନ୍ଦ ହୋଇଯାଇଛି। ଜିଲ୍ଲାରୁ ବହୁ ଦୂରରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଉଚିତ ମୂଲ୍ୟରେ ଆହାର ସାଙ୍ଗକୁ ରାତ୍ରି ରହଣି ବ୍ୟବସ୍ଥା ସେଠାରେ ଉପଲବ୍ଧ ରହିଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମଧ୍ୟ ହେଉଥିଲା। ସେହି ଆହାର କେନ୍ଦ୍ରକୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ ତତ୍କାଳୀନ ସରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ଆହାର କେନ୍ଦ୍ର ଦୀର୍ଘ 1 ବର୍ଷ ହେବ ବନ୍ଦ ହୋଇଯାଇଛି। ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଉକ୍ତ କେନ୍ଦ୍ର ବହୁ ପରିମାଣରେ କ୍ଷତି ହେବାରୁ ବନ୍ଦ କରାଯାଇଥିବା ଜୈନିକ ମହିଳା ସଭ୍ୟ ପ୍ରକାଶ କରିଛନ୍ତି। ମୁଖ୍ୟ ଚିକିତ୍ସାଳୟ ପଛ ପାଖରେ ଥିବା ସେହି କେନ୍ଦ୍ରକୁ ଗ୍ରାହକ ଆସୁନଥିବା ବେଳେ ହସ୍ପିଟାଲ ପରିସର ମଧ୍ୟରେ ଆମକୁ ସ୍ଥାନ ଉପଲବ୍ଧ କରାଇଲେ ଆହାର କେନ୍ଦ୍ର ଆରମ୍ଭ କରିବୁ ବୋଲି ମହିଳା ଗୋଷ୍ଠୀର ସଭ୍ୟ ଏମ୍ ଉଷା ସୂଚନା ଦେଇଛନ୍ତି। ଜନସାଧାରଣରେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମଧ୍ୟ ମିଳିଛି। କୋଟି କୋଟି ଟଙ୍କାରେ ନିର୍ମାଣ ଆହାର କେନ୍ଦ୍ରକୁ ତୁରନ୍ତ ଖୋଲାଯାଉ ବୋଲି କହିଛନ୍ତି। ଆମ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଗୋଟେ ଆହାର କେନ୍ଦ୍ରଟି ଅଛି, କିନ୍ତୁ ବିଳମ୍ବନାର ବିଷୟ ଏହା କି ଯେ ଆଜି ସେହି ଆହାର କେନ୍ଦ୍ରଟି ବର୍ଷେ ହେଲାଣି ବନ୍ଦ ହେଇକି ଅଛି। ମୁଁ ପ୍ରଶାସନିକକୁ ଅନୁରୋଧ କରେ ଏ ଆହାର କେନ୍ଦ୍ର କେଉଁ ପରିସ୍ଥିତିରେ ବନ୍ଦ କରାଯାଇଛି ଏବଂ ଏଥିରେ ଯେଉଁ ମାନେ ଉନ୍ନତ ମାନର ଯେଉଁ ଜିନିଷପତ୍ର ଯେଉଁ ଖଟ ପଡ଼ିଛି ଏବଂ ଚେୟାର ଟେବୁଲ ପଡ଼ିଛି ହେଲା, ତାହାର ସଦ୍ବିନିଯୋଗ ନିମନ୍ତେ ଏହି ପ୍ରଶାସନିକ ଆଜି ପର୍ଯ୍ୟନ୍ତ କାହିଁକି ପଦକ୍ଷେପ ନେଇନାହାନ୍ତି। ରାୟଗଡ଼ାରୁ ବ୍ୟୁରୋ କେ କ୍ରିଷ୍ଣାମୂର୍ତ୍ତି ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 27।